ଲୋକଙ୍କର କଥା ଭିତରେ ହଜିଯାଇଛି ଅଭିଳାଷର ହୃଦୟ ବିଦାରକ ଛାତିଥରା ଯନ୍ତ୍ରଣା। ପାଖ ଗାଁର ଲୋକମାନେ ରୁଣ୍ଡ ହୋଇଯାଇଛନ୍ତି। କେହି ଅଭିଳାଷକୁ ଦୋଷ ଦେଉଛି, କେହି ସେ ଅନ୍ଧାର ରାସ୍ତାର ଦୋଷ ଦେଉଛି, ଆଉ କେହି ସେ ଅଦୃଶ୍ୟ ଆଖିର ଦୋଷ ଦେଉଛି। ଏହା ଭିତରେ ଗୋଟିଏ ଅଧାମରା ମଣିଷ ଆଉ ଗୋଟିଏ ମୃତ୍ୟୁ ସହ ସଂଗ୍ରାମ କରୁଥିବା ମଣିଷ ଛଟପଟ ହୋଇଯାଉଛନ୍ତି। ଅପରାଜିତାର ରକ୍ତରେ ଅଭିଳାଷ ପୁରା ଗାଧୋଇ ସାରିଲାଣି। ରାସ୍ତାର ବାଲିଟା ରକ୍ତାକ୍ତ ହେବାକୁ ବସିଲାଣି। ଅପରାଜିତାର ନିସ୍ତେଜ ଶରୀରଟା ଅଭିଳାଷର ବାହୁବନ୍ଧନ ଭିତରେ ବାନ୍ଧି ହୋଇଯାଇଛି। ସତେ ଯେମିତି ସେ ଅଭିଳାଷ ସହ 7 ଜନ୍ମକୁ ରହିବାର ଯେଉଁ ଶପଥ ନେଇଥିଲା, ତାକୁ ଲାଗୁଛି ସେହି ଶପଥ ଆଜି ଅଜଣା ରାସ୍ତାରେ ହଜିଯିବାକୁ ବସିଛି। ଆଉ ସେ ତାକୁ କୌଣସି ମତେ ହରାଇବାକୁ ଚାହୁଁନି। କିଛି କହିବା ପାଇଁ ଚେଷ୍ଟା କରୁଛି ଅପରାଜିତା, କିନ୍ତୁ ସବୁ ଯେମିତି ଆଜି ତା ପାଖରୁ ଦୂରେଇ ଯାଉଛି। ପାଟିରୁ ରକ୍ତ, କାନ ଆଉ ନାକରୁ ରକ୍ତ, ଆଉ ତା ସାଙ୍ଗକୁ ଅପରାଜିତା ଆଖିରୁ ଝରି ଆସୁଛି ବୁନ୍ଦାଏ ଲୁହର ଧାରା। ଅଭିଳାଷ ହୋଇଯାଇଛି ନିର୍ବିକଳ୍ପ। ସତେ ଯେମିତି କଥାକୁଆ ଚଢ଼େଇ ତା ହାତରୁ ଦୂରକୁ ଦୂରକୁ ଉଡ଼ି ଯାଉଛି ଆଉ କହିଯାଉଛି, ଦେଖିଥିବା ସ୍ୱପ୍ନ ଆମର ଅଧା ରହିଗଲା। ରାତି ଆସିଲେ ଆଖିରକୁ ନିଦ ଆସେ, ଆଉ ତାହା ଭିତରେ ସ୍ୱପ୍ନ ବି ଆସେ। କିନ୍ତୁ ଆଜିର ପଣା ସଂକ୍ରାନ୍ତିର ସନ୍ଧ୍ୟା ଆମକୁ ଏମିତି ଏକ ରାତି ଆଣିଦେଲା, ଯେଉଁଠି ନା ଆଖିରୁ ନିଦ ଆସୁଛି, ନା ସ୍ୱପ୍ନରେ ବିଭୋର ହେବାର ସମ୍ଭାବନା ଅଛି। ଆଜିର ରାତି ଆମ ପାଇଁ ଏକ କାଳରାତି ହୋଇ ଆସିଛି, ଯାହା ଆମଠାରୁ ଆମ ସ୍ୱପ୍ନକୁ ଛଡ଼େଇ ନେଇଛି। ସୁଖ, ଶାନ୍ତି ଆଉ ଆନନ୍ଦକୁ ବି ଛଡ଼େଇ ନେଇଛି। ସତେ ଯେମିତି ଅଦିନିଆ କଳା ମେଘଟା ହସ ଖୁସିରେ ଖେଳି ଉଠୁଥିବା ପରିବାରର ବସାଟାକୁ ଭାଙ୍ଗି ଚୁରମାର କରିଦେଇଛି। ସୁନ୍ଦର ଦୁନିଆ ଗଢ଼ିବାକୁ ସ୍ୱପ୍ନ ଦେଖୁଥିବା ସ୍ୱପ୍ନ ନାୟିକା ଅପରାଜିତା କେନାଲ ବନ୍ଧର ନାଲିଗୋଡ଼ି ରାସ୍ତା ଉପରେ ଶୋଇଯାଇଛି। ଯେଉଁ ରାସ୍ତା କରିବା ପାଇଁ ସେ ଲେଆଉଟ୍ ଦେଉଛି, ଯେଉଁ ରାସ୍ତା ତାହାର ଥିଲା ଭାତ ହାଣ୍ଡି, ସେହି ରାସ୍ତା ଆଜି କୋଳେଇ ନେଇଛି ଅପରାଜିତାକୁ। ଆଉ ନିଃସହାୟ ଅସହାୟ ପଥିକଟିଏ ଭଳି କେବଳ ନିର୍ବାକ ହୋଇ ଚାହିଁ ରହିଛି ଅଭିଳାଷ।